ନୂଆଦିଲ୍ଲୀ ଲାଲକିଲ୍ଲା ସମ୍ମୁଖରେ ହୋଇଥିବା କାର ବୋମା ବିସ୍ଫୋରଣ ସମ୍ପର୍କରେ ନିରନ୍ତର ନୂତନ ଖୁଲାସା ହେଉଛି। ତେବେ ଆକ୍ରମଣ ପାଇଁ ପବିତ୍ର ଦୀପାବଳିକୁ ଧାର୍ଯ୍ୟ କରାଯାଇଥିଲା। ଦୀପାବଳିରେ ଦୋହଲି ଥାନ୍ତା ଜାତୀୟ ରାଜଧାନୀ ଦିଲ୍ଲୀ। ଫରିଦାବାଦ ମଡ୍ୟୁଲର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଆକ୍ରମଣର ମୁଖ୍ୟ ସନ୍ଦିଗ୍ଧ ମୁଜାମିଲ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ କହିଛି। ତଦନ୍ତକାରୀ ସଂସ୍ଥା ଜେରା କରି ମୁଜାମିଲ ଠାରୁ ଗୋଟିଏ ପରେ ଗୋଟିଏ ସତ ଓଗାଳିବାକୁ ଚେଷ୍ଟା କରୁଛି। ଏହି ସମୟରେ ମୁଜାମିଲ ଷଡ଼ଯନ୍ତ୍ର ବିଷୟରେ ଅନେକ ତଥ୍ୟ ପ୍ରକାଶ କରିସାରିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ମୁଜାମିଲ ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ ଏବଂ ଦୀପାବଳିରେ ଦେଶରେ ବଡ଼ ଆତଙ୍କବାଦୀ ହମଲା କରିବାକୁ ପ୍ରସ୍ତୁତ ହେଉଥିଲା। ଆସନ୍ତା ବର୍ଷ ଜାନୁଆରୀ 26 ତାରିଖରେ ଏକ ବଡ଼ ବୋମା ବିସ୍ଫୋରଣର ଯୋଜନା ରହିଥିଲା। ମୁଜାମିଲ ତାଙ୍କ ସମସ୍ତ ସହଯୋଗୀଙ୍କ ସହିତ ଜାନୁଆରୀ 26, 2026ରେ ଲାଲକିଲ୍ଲା ସମେତ ଦିଲ୍ଲୀର ଅନେକ ସ୍ଥାନରେ ବିସ୍ଫୋରଣ କରିବାକୁ ପ୍ରସ୍ତୁତ ହେଉଥିଲେ। ଏହା ପୂର୍ବରୁ ଦୀପାବଳିରେ ମଧ୍ୟ ରକ୍ତର ହୋଲି ଖେଳିବାକୁ ଜଘନ୍ୟ ଷଡ଼ଯନ୍ତ୍ର ହୋଇଥିଲା। ମୁଜାମିଲ ଜେରା ବେଳେ ସ୍ୱୀକାର କରିଛି ଯେ ଦୀପାବଳି ସମୟରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ କରିବାକୁ ଯାଉଥିଲେ, କିନ୍ତୁ ପରେ ସେ ଆକ୍ରମଣକୁ ସ୍ଥଗିତ ରଖି ଦୀପାବଳି ବଦଳରେ ଜାନୁଆରୀ 26 ତାରିଖରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ସେପଟେ ଦିଲ୍ଲୀ ବିସ୍ଫୋରଣରେ ଏନ୍ଆଇଏ ତଦନ୍ତ ଆରମ୍ଭ କରିଛି। ଏନ୍ଆଇଏର ବରିଷ୍ଠ ଅଧିକାରୀମାନେ ବିସ୍ଫୋରଣ ସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି।